ସୋନାଲି ଲେଖିଛନ୍ତି ଯାଜପୁର। ପୂଜା କରୁଛି, ଭକ୍ତି କରୁଛି, ମୋ ଦୁଃଖ ମା ଶୁଣୁନାହାନ୍ତି। ଭକ୍ତି ଏବଂ ପୂଜା କେବେ କେବେ ତୁରନ୍ତ ଫଳ ଦେଇନଥାଏ। ଦେବୀ ମା ନିଶ୍ଚିତ ଭାବେ ତାଙ୍କ ଭକ୍ତଙ୍କୁ ଦେଖୁଛନ୍ତି, କିନ୍ତୁ ତିନୋଟି ଜିନିଷ ବଢ଼ିଆ ଭାବେ ବୁଝିବା ଦରକାର। ସମୟ, ମା ନିଜର ଇଚ୍ଛା ଓ ଅନୁଗ୍ରହ ଅନୁସାରେ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ଯାହା ଆମେ ବର୍ଷ ବର୍ଷ ଧରି ଚାହିଁଥାଉ, ତାହା କେବେ କେବେ ଆମ ପାଇଁ ଭଲ ନୁହେଁ କିମ୍ବା ସମୟ ଆସିନାହିଁ। ସେହିପରି ମା ନିଜେ ଭଲ ସମୟରେ ତାର ଫଳ ଦିଅନ୍ତି। ଶ୍ରଦ୍ଧା ଓ ନିଷ୍ଠା, ଭକ୍ତି କେବଳ ପୂଜା ପାଠ ନୁହେଁ, ମନର ଶୁଦ୍ଧି, ନିଷ୍ଠା ଓ ଦୃଢ଼ ବିଶ୍ୱାସ ମଧ୍ୟ ଅତି ଆବଶ୍ୟକ। ଯଦି ଆମେ ମନରୁ ଅଧୈର୍ଯ୍ୟ ଅଥବା ଅଶୁଦ୍ଧ ଭାବ ରଖୁଛେ, ତେବେ ମାଙ୍କ ଦୟା ଆସିବାରେ ବିଳମ୍ବ ହୋଇପାରେ। ପୂର୍ବଜନ୍ମ ତଥା କର୍ମ, ଆମ ପୂର୍ବଜନ୍ମର କର୍ମ ଓ ଏହି ଜନ୍ମର ପରୀକ୍ଷା ଭାବେ ଆସୁଥିବା ବ୍ୟଥା ଦେବୀ ମା ଦେଖୁଛନ୍ତି। ତେଣୁ ସେ ନିଜ ଆଶୀର୍ବାଦ ଦେବା ପୂର୍ବରୁ ଆମକୁ ସେହି ଦିଶା ଦେଖାଇବାକୁ ଚାହୁଁଛନ୍ତି। ଦୁଃଖିତ ହେବା ନାହିଁ, ଆଉ ଅଧିକ ଭକ୍ତିରେ ଲାଗନ୍ତୁ, ମାଙ୍କୁ ମନରୁ ଡାକନ୍ତୁ, ନିଷ୍ଠା ଓ ଧୈର୍ଯ୍ୟ ରଖନ୍ତୁ। ଦେବୀ ମା କେବେ ତାଙ୍କ ଭକ୍ତଙ୍କୁ ତ୍ୟାଗ କରନ୍ତି ନାହିଁ। ଦେଖିବେ, ଏକ ଦିନ ମା ତାଙ୍କ ଇଚ୍ଛାକୁ ପୂରଣ କରିଦେବେ ଏବଂ ଆଜିର ଦୁଃଖ ବଦଳି ହେବ ଆନନ୍ଦରେ।